ମୁଁ ବି ତ ବର୍ତ୍ତମାନ ଆପଣଙ୍କ ମାଧ୍ୟମରେ ହିଁ ଶୁଣିବାକୁ ପାଉଛି ଏମିତି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି। ଆଉ ସମସ୍ତଙ୍କ ସହିତ ତ ମୋର ଭଲ ସମ୍ପର୍କ ଅଛି, କିନ୍ତୁ ଆପଣମାନେ ଜାଣିଛନ୍ତି ବିଗତ ଦିନରେ ଆମର ଯେ ଦଳର ମୁଖ୍ୟ ରାଜନୀତିଜ୍ଞ ଥିଲେ, ନେତା ଥିଲେ, ସେ ନିଜର କିଛି ସ୍ୱାର୍ଥ ସାଧନ ପାଇଁ ପୋଷ୍ଟରୁ ରିଜାଇନ୍ କରିଥିଲେ। ଆଉ ଯେହେତୁ ସେ ମ୍ୟୁନିସିପାଲିଟି ଇଲେକ୍ସନରେ ସବୁ କାଉନସିଲର ମାନଙ୍କୁ ଆମର ସହଯୋଗ କରିଥିଲେ, ତ ସେଥିପାଇଁ କାଉନସିଲର ମାନ ଭାଇମାନଙ୍କୁ ପ୍ରତାରଣା ହିଁ ସେ ବର୍ତ୍ତମାନ କରୁଛନ୍ତି ଆଉ ତାଙ୍କୁ ଜବରଦସ୍ତି ନେଇ ତାଙ୍କ ମାଧ୍ୟମରେ ସେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ନାଇଁ, ଆମେ ତ ଜଣକୁ ହିଁ ନେତା ଭାବିଥିଲୁ, ଆମର ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ଆଜ୍ଞାଙ୍କୁ। ଆଉ ସେଥିପାଇଁ ଆଉ ତାଙ୍କ ଉପରେ ମୁଁ କଣ କହିବି, ଆପଣମାନେ ତ ସମସ୍ତେ ଜାଣିଛନ୍ତି ତାଙ୍କ ବିଷୟରେ, ତେଣୁକରି ଅଧିକ କିଛି କହିବା ବି ମୁଁ ଆବଶ୍ୟକ ମନେ କରୁନି। ନାଇଁ, ସିଏ ଆଗରୁ ହିଁ ଲାଗିଛନ୍ତି ମତେ କାଢିବା ପାଇଁ। ଆଉ ଯେତେବେଳେ ସେ ମତେ ଭାଇସ୍ ଚେୟାରମ୍ୟାନ କରିବାକୁ ହିଁ ଚାହୁଁନଥିଲେ, କିନ୍ତୁ ଆମର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଁଥିଲେ ଯେ ଏମିତି ଜଣେ ଲେଡିଜଙ୍କୁ ଆମେ ଆଣିବାକୁ ଚାହୁଁଛୁ ଯିଏକି ସୋସାଇଟି ପାଇଁ କିଛି କାମ କରିବ ଆଉ ଗଭର୍ଣ୍ଣମେଣ୍ଟର ସ୍କିମ୍କୁ ଲୋକଙ୍କ ପାଖରେ ପହଞ୍ଚେଇବ, ଲୋକଙ୍କ ଡେଭଲପମେଣ୍ଟ ପାଇଁ କାମ କରିବ। ଆଉ ସେଥିପାଇଁ ସିଏ ନିଜେ ସେଇଠୁ ଲେଟର କରିଥିଲେ ନୋମିନେସନ ଫାଇଲ କରିବା ପାଇଁ, କେବଳ ମୁଁ ହିଁ କରିପାରିବି ଦଳରେ। ଆଉ ସେ ଅନୁସାରେ ମୁଁ ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ହିଁ ମତେ ଏଠି ମୁଖ୍ୟମନ୍ତ୍ରୀ ଭାଇସ୍ ଚେୟାରମ୍ୟାନ କରାଯାଇଥିଲା। ଦେଖନ୍ତୁ, ମୁଁ ବି ଜଣେ କାଉନସିଲର, ମୁଁ କାଉନସିଲର କମ୍ ଭାଇସ୍ ଚେୟାରମ୍ୟାନ। ତ ମୁଖ୍ୟ ହଉଛନ୍ତି ଆମର ଚେୟାରମ୍ୟାନ ସାର୍। ତ ଫାଇଲ ପତ୍ର କାହା ପାଖରେ ରହିବ? ଚେୟାରମ୍ୟାନ ପାଖରେ ହିଁ ରହିବ। ଭାଇସ୍ ଚେୟାରମ୍ୟାନ ପାଖରେ କୌଣସି ଫାଇଲ ମଧ୍ୟ ନାହିଁ। ଆଉ ସେଇ ବିଷୟରେ ଭାଇସ୍ ଚେୟାରମ୍ୟାନ ମଧ୍ୟ ଯଦିଓ ସାନିଟାଇଜ ଅର୍ଡର କରିଥିଲେ, କିନ୍ତୁ ସେ ଫାଇଲ ପତ୍ର କୌଣସି ନ ଦେବାରୁ ମୁଁ ଇଓ ସାରଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲି। ଆମର ଦଳୀୟ ନେତୃତ୍ୱ ମାନଙ୍କ ପାଖରେ ମଧ୍ୟ ମୁଁ କହିଥିଲି, କିନ୍ତୁ ସେମାନେ ଯେହେତୁ ଚାହୁଁଥିଲେ ଗୋଟେ ନେତାଙ୍କୁ କୌଣସି ମାନେ ଅଭିଯୋଗ ଆଣିକି ହଇରାଣ ନ କରିବା ପାଇଁ, ତ ସେମାନେ ତାଙ୍କୁ ଗୁରୁତ୍ୱ ବି ଦଉଥିଲେ, ଯେହେତୁ ଗୋଟେ ବଡ ସଂଗଠକ ଥିଲେ ସେ। କିନ୍ତୁ ବର୍ତ୍ତମାନ ଯେତେବେଳେ ସେମାନେ ଜାଣିଲେ ଏମିତି, ସେମାନେ ବି ଦଳରୁ ତାଙ୍କୁ କାଢିବାକୁ ଚାହୁଁଥିଲେ, କିନ୍ତୁ ସେ ନିଜ ଆଡୁ ନିଜେ ରିଜାଇନ୍ ମଧ୍ୟ କରିଦେଲେ। ଆଉ ବର୍ତ୍ତମାନ ସେ ବିଶୃଙ୍ଖଳା ଏମିତି ସୃଷ୍ଟି କରିବେ। ହଁ, ସେଇଟା ତ ନିଶ୍ଚିତ ରୂପେ, ଯେହେତୁ ଆପଣମାନେ ଜାଣିଛନ୍ତି ରାୟଗଡା ଗୋଟେ ଆଦିବାସୀ ଅଧିଷ୍ଠିତ ଅଞ୍ଚଳ, ଆଉ ଗୋଟେ ଦୃଢ ସଂଗଠକଙ୍କୁ ବି ଦାୟିତ୍ୱ ଦେବେ। ସିଏ ଆଗରୁ ଆପଣଙ୍କର ଆଇନ ମନ୍ତ୍ରୀ ରହିଛନ୍ତି, ଅନୁସୂଚିତ ଜାତି ଉନ୍ନତି ମନ୍ତ୍ରୀ ରହିଛନ୍ତି, ତା ସହିତ ଭଲ ବିଧାୟକ ମଧ୍ୟ ଥିଲେ। ଆଉ ସେଇପରି ଲୋକଙ୍କୁ ଯଦି ଦଳ ସମର୍ଥନ କରୁଛି, ଯଦି ନବୀନ ପଟ୍ଟନାୟକ ତାଙ୍କୁ ସଭାପତିର ଦାୟିତ୍ୱ ଦଉଛନ୍ତି, ତାପରେ ଗୋଟେ ଯୁବ ସୁଲଭ ମନୋଭାବ ଅଛି, ତ ସେଇପରି ଲୋକଙ୍କୁ କାର୍ଯ୍ୟ କରିବାକୁ ଦେବାରେ ନବୀନ ପଟ୍ଟନାୟକ ଆଉ ଆମେ ତାଙ୍କୁ ସମର୍ଥନ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ଅଛନ୍ତି ଯୋଉମାନେ କି ଚାହୁଁନାହାନ୍ତି ସେଟା କରିବା ପାଇଁ। ଆଗାମୀ ଦଳ ଯାହା କହିବ, ନବୀନ ପଟ୍ଟନାୟକ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ମୁଁ ସେ ଅନୁସାରେ କାମ କରିବି। କିନ୍ତୁ ଲୋକଙ୍କ ସେବା ଯେମିତି ଥିଲା ସେମିତି ଆଗ ମୋର ଚାଲିଥିବ। କାହିଁକି ନା ଲୋକଙ୍କ ଭଲ ପାଇବା ନେଇକରି ମୁଁ କାଉନସିଲର ହେଇଥିଲି, ତ ସେମାନଙ୍କର ଭଲ ପାଇବାରେ କେବେ ମଧ୍ୟ ମୁଁ ଆଘାତ କରିବିନି।